ସାଙ୍ଗମାନେ ଆପଣ କ'ଣ ଏମିତି ସ୍କୁଲ ଦେଖିଛନ୍ତି ଯେ କେଉଁ ସ୍କୁଲରେ ବାଉଣ୍ଡ୍ରି ହିଁ ନାହିଁ, ମାନେ ପାଚେରୀ ନାହିଁ, କିଏ ପାରିଲେ ସେ ଭିତରେ ପଳେଇ ଆସିବ। ଗାଈ ଗୋରୁ ଦେଖନ୍ତୁ ଏଠି ଚରୁଛନ୍ତି। ମୁଁ ଅଛି ବର୍ତ୍ତମାନ ରାୟଗଡ଼ା ଜିଲ୍ଲାର କାଶୀପୁର ବ୍ଲକରେ ଥିବା ହାଡ଼ିଗୁଡ଼ା ପଞ୍ଚାୟତର ସ୍କୁଲଟାରେ, ମାନେ ହାଡ଼ିଗୁଡ଼ାର ସ୍କୁଲରେ। ଏବଂ ଆପଣ ଦେଖିପାରୁଥିବେ ଯେ ସାଇଡ୍ କିଛି ବାଉଣ୍ଡ୍ରି ନାହିଁ, ସାଇଡ୍ କିଛିଟା ଲୁହା ବାଡ଼ୁ ବଣାଯାଇଛି, କିନ୍ତୁ ସେହି ପର୍ଯ୍ୟନ୍ତ ଖାଲି ଅଛି। ଏଇଠି ତ ବଡ଼ ବଡ଼ ସବୁ ବିଲ୍ଡିଂ ବନାଯାଇଛି ଆପଣ ଦେଖିପାରୁଥିବେ, କିନ୍ତୁ ବାଉଣ୍ଡ୍ରି ହିଁ ନାହିଁ। ମାନେ ଆପଣ ବୁଝିପାରୁଥିବେ ପାଚେରୀ ନାହିଁ ସ୍କୁଲରେ। ସ୍କୁଲର ପ୍ରପର୍ଟିକୁ କିଏ ଚାହିଁଲେ ସିଏ ଭିତରେ ଆରାମସେ ପୁରି ପାରିବ, କ'ଣ ନଷ୍ଟ ମଧ୍ୟ କରିପାରିବ, ଯାହା ଇଚ୍ଛା ତାହା କରିପାରିବ। ସାଙ୍ଗମାନେ ସେ ଜିନିଷ ଛାଡ଼ନ୍ତୁ, ଯେଉଁ ମେନ୍ ଗେଟ୍ ରହିଛି ତ ମେନ୍ ଗେଟ୍ର ତାଲା ମଧ୍ୟ ଭଙ୍ଗା ଦିଆଯାଇଛି ଏବଂ ସମ୍ପୂର୍ଣ୍ଣ ଭାବରେ ଏଇଟା ଓପନ୍ ଅଛି। ହେଲାକି ସ୍କୁଲ ବନ୍ଦ ଅଛି ବର୍ତ୍ତମାନ ସମୟରେ, କିନ୍ତୁ ସ୍କୁଲ ବନ୍ଦ ଥିବା ସମୟରେ ମଧ୍ୟ ଭଲ ଭାବରେ ତାଲା ପକାଇ ପାରିବେ ଯେ କିଏ ଭିତରକୁ ନ ଆସିପାରିବେ। କିନ୍ତୁ ଏଇଟା ତ ସମ୍ପୂର୍ଣ୍ଣ ଭାବରେ ଏବେ ମଧ୍ୟ ଖୋଲା ଅଛି। ତ ଏଇଟା ଅଛି ହାଡ଼ିଗୁଡ଼ା ସ୍କୁଲର ଅବସ୍ଥା ଆପଣ କହିପାରିବେ। ସାଙ୍ଗମାନେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଏହା ଯେ ସ୍କୁଲ ଭଳିଆ ଗୋଟେ ଶିକ୍ଷିତ ସ୍ଥାନରେ ଏମିତି ବ୍ୟବସ୍ଥା ରହିଛି। ଏଇଟା ହେଉଛି ସ୍କୁଲ, ମାନେ ଆପଣ ଫ୍ରଣ୍ଟରେ ଦେଖିଲେ ଏବଂ ବେକ୍ ସାଇଡ୍ରେ ମଧ୍ୟ ଦେଖନ୍ତୁ ଏଇଠି ମଧ୍ୟ ଜାଲ କଟାଯାଇଛି। ଏବଂ ସ୍କୁଲ ପାଖରେ ପଡ଼ିଛି ସବୁ ମଦ ବୋଟଲ ଗୁଡ଼ାକ। ଏସବୁ ମାନେ ପୁରା ଖୋଲା ହିଁ ଖୋଲା, ଭିତରେ ଯାଇକି ମଦ ଫଦ ପିଉଛନ୍ତି ଲୋକ ଏବଂ ସାଇଡ୍ରେ ପୁରା ଅଳିଆ ଆବର୍ଜନା ରହିଯାଇଛି। ସ୍କୁଲ ତ ବର୍ତ୍ତମାନ ବନ୍ଦ ଅଛି, କିନ୍ତୁ ଅବସ୍ଥା ଆପଣ ଦେଖିପାରୁଥିବେ ସାଇଡ୍ରେ ମଦ ବୋଟଲ ଗୁଡ଼ାକ ପଡ଼ିଛି। ସ୍କୁଲର ପିଲାମାନଙ୍କ ଉପରକୁ ନେଇକି ଗୋଟେ ବଡ଼ ପ୍ରଶ୍ନ ଚିହ୍ନ ଉଠୁଛି, ମାନେ ପିଲାମାନେ ଯେତେବେଳେ ଚାହିଁଲେ ସେତେବେଳେ ୟାଠୁ ପଳେଇଯିବେ, ସିଆଠୁ ପଳେଇଯିବେ, ଏମିତି ସବୁ ବ୍ୟବସ୍ଥା ରହିଛି। সেই ପାଖରେ ଦେଖୁଥିବେ ଗୋଟେ ସ୍କୁଲର ବେଞ୍ଚ ମଧ୍ୟ ପଡ଼ିଛି। ତ ଏଇଠି ପ୍ରଶ୍ନ ଉଠୁଛି ହାଡ଼ିଗୁଡ଼ା ଯେଉଁ ଏ ସ୍କୁଲ ରହିଛି ସେଥିର ପ୍ରଧାନ ଶିକ୍ଷକଙ୍କ ଉପରେ ଯେ କାହିଁକି ଏପର୍ଯ୍ୟନ୍ତ ବାଉଣ୍ଡ୍ରିକୁ ନିର୍ମାଣ କରାଯାଏ ନାହିଁ ଏବଂ ହାଡ଼ିଗୁଡ଼ାର ସରପଞ୍ଚ କ'ଣ କରୁଛନ୍ତି। ଆଶ୍ଚର୍ଯ୍ୟ ଲାଗେ ଯେ ସ୍କୁଲ ଭଳିଆ ଏମିତି ଗୋଟେ ଜାଗାରେ ଏମିତି ବ୍ୟବସ୍ଥା ରହିଛି। ଗେଟ୍ର ତାଲା ଭଙ୍ଗା ଦିଆଯାଇଛି, ତାଲା ପୁରା ଓପେନ୍ ଅଛି, ମାନେ ଗେଟ୍ ପୁରା ଓପେନ୍ ଅଛି ମେନ୍ ଗେଟ୍, ଏବଂ ଭିତରେ ମଧ୍ୟ କିଛି ତାଲା ପଡ଼ିନାହିଁ ଯାହା ଦେଖାଯାଉଛି। ଏବଂ ସାଇଡ଼୍ ଦେଖୁଥିବେ ବାଉଣ୍ଡ୍ରି ସବୁ ଖୋଲା ହେଇଛି, ଏପଟ ସେପଟ ସବୁ ବାଉଣ୍ଡ୍ରି ଯାକ ଖୋଲା ଅଛି। କିଏ ଚାହିଁଲେ ଗାଈ ଗୋରୁ ଭିତରକୁ ଆସିକି ଗଛ ନଷ୍ଟ କରିପାରିବେ, କେଉଁ ମଣିଷ ଆସିପାରିବେ, କେଉଁ ପିଲା ସ୍କୁଲ ସମୟରେ କେଉଁ ପିଲା ଚାହିଁଲେ ବ୍ୟାଗ୍ ଧରିକି ପଛୁକାଣ୍ଠୁ ପଳେଇ ପାରିବେ, ଏ ସାଇଡ଼୍ ପଳେଇ ପାରିବେ। ତ ଏମିତି ରହିଛି ଅବସ୍ଥା। ଆପଣ ଦେଖନ୍ତୁ ମୁଁ ଏଠି ଅଛି ବର୍ତ୍ତମାନ ରାୟଗଡ଼ା ଜିଲ୍ଲାର କାଶୀପୁର ବ୍ଲକରେ ଥିବା ହାଡ଼ିଗୁଡ଼ା ପଞ୍ଚାୟତର ହାଡ଼ିଗୁଡ଼ାର ସ୍କୁଲଠାରେ। ଓଡ଼ିଶା ଭଳିଆ ରାଜ୍ୟରେ କୋଟି କୋଟି ଟଙ୍କା ଇନଭେଷ୍ଟ କରାଯାଉଛି, କୋଟି କୋଟି ଟଙ୍କା ବାର୍ଷିକ ଖର୍ଚ୍ଚ କରାଯାଉଛି ଯେ କେମିତି ସ୍କୁଲ ବ୍ୟବସ୍ଥା ଠିକ୍ ରହିବ, କେମିତି ପିଲାମାନେ ଶୁଦ୍ଧ ବିଶୁଦ୍ଧ ଜଳ ପାଇପାରିବେ, ପାନୀୟ ଜଳ ତାଙ୍କେ ଠିକ୍ ଭାବରେ ପାଇପାରିବେ ଏବଂ କେମିତି ତାଙ୍କେ ସ୍କୁଲ ଭିତରେ ସେଫ୍ଟି ପାଇପାରିବେ, କିଛିଟା ମଧ୍ୟ ଅସୁବିଧା ନୁହଁ ସେ ପାଇପାରିବେ। କିନ୍ତୁ ଉଲ୍ଟା ସବୁ ଜିନିଷ ଏଇଠି ଉଲ୍ଟା। ସ୍କୁଲରେ ଗେଟ୍ ଖୋଲା ଅଛି, ତାଲା ପଡ଼ିନାହିଁ, ତାଲା ଭଙ୍ଗା ଦିଆଯାଇଛି, ସାଇଡ଼୍ରେ ବାଉଣ୍ଡ୍ରିର ଅବସ୍ଥା ଦେଖନ୍ତୁ। ତ ହାଡ଼ିଗୁଡ଼ା ସ୍କୁଲ ବହୁତ ମାନେ ଖରାପ ବ୍ୟବସ୍ଥାରେ ଅଛି ଆପଣ କହିପାରିବେ।